ତୁଳସୀ ଗଛ ମୂଳରେ ସନ୍ଧ୍ୟାରେ ଦୀପ ଜଳାଇଲେ କ'ଣ ହୁଏ? ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ କହିଥିଲେ ଏହି ରହସ୍ୟମୟ କାହାଣୀ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଶ୍ରୀକୃଷ୍ଣ, ଜୟ ମା ତୁଳସୀ। ଆପଣମାନଙ୍କୁ ଆମର ଧାର୍ମିକ ଓ ଆଧ୍ୟାତ୍ମିକ ପରିବାରକୁ ହାର୍ଦ୍ଦିକ ସ୍ୱାଗତ। ସନାତନ ହିନ୍ଦୁ ପରମ୍ପରାରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଗଛ ଭାବରେ ଦେଖାଯାଏ ନାହିଁ। ଭକ୍ତି ଓ ପରମ୍ପରାରେ ତୁଳସୀକୁ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ବୋଲି ମନାଯାଏ। ଅନେକ ଘରର ଅଗଣାରେ ତୁଳସୀ ଚଉରା ରହିଥାଏ। ପ୍ରତିଦିନ ସକାଳେ ତୁଳସୀଙ୍କୁ ଜଳ ଅର୍ପଣ କରାଯାଏ ଏବଂ ସନ୍ଧ୍ୟା ସମୟରେ ଦୀପ ଜଳାଇ ପ୍ରାର୍ଥନା କରାଯାଏ। କିନ୍ତୁ କେବେ ଆପଣ ଭାବିଛନ୍ତି କି ତୁଳସୀ ଗଛ ମୂଳରେ ସନ୍ଧ୍ୟା ସମୟରେ ଦୀପ ଜଳାଇବାର ଧାର୍ମିକ ମହତ୍ତ୍ୱ କ'ଣ? କାହିଁକି ଅନେକ ଭକ୍ତ ପ୍ରତିଦିନ ତୁଳସୀଙ୍କ ସମ୍ମୁଖରେ ଦୀପ ଜଳାନ୍ତି? ଏହା କେବଳ ଏକ ପରମ୍ପରା ନା ଏହା ପଛରେ ଲୁଚିଛି କୌଣସି ଗଭୀର ଆଧ୍ୟାତ୍ମିକ ରହସ୍ୟ? ଆଜିର ଏହି ପବିତ୍ର କାହାଣୀରେ ଆମେ ଏହି ପ୍ରଶ୍ନର ଉତ୍ତର ଜାଣିବା। କୁହାଯାଏ, ଥରେ ଦେବୀ ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ଦେବୀ ସତ୍ୟଭାମା କହିଲେ, ହେ ପ୍ରଭୁ, ତୁଳସୀ ମାଙ୍କର ମହିମା ଅପାର ବୋଲି ମୁଁ ଶୁଣିଛି, କିନ୍ତୁ କେଉଁ ଭକ୍ତ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜଳାଇଥାଏ ତାଙ୍କୁ କେଉଁ ପୁଣ୍ୟ ମିଳେ? ଏହି ଦୀପଦାନର ମହତ୍ତ୍ୱ କ'ଣ? ଦୟାକରି ମୋତେ ବୁଝାନ୍ତୁ। ଶ୍ରୀକୃଷ୍ଣ ମୁରୁକି ହସି କହିଲେ, ହେ ସତ୍ୟଭାମା, ତୁମେ ଆଜି ଯେଉଁ ପ୍ରଶ୍ନ ପଚାରିଛ ତାହା କେବଳ ତୁମର ନୁହେଁ, ଏହା ଅନେକ ଭକ୍ତଙ୍କ ମନରେ ଥିବା ପ୍ରଶ୍ନ। ତେଣୁ ଆଜି ମୁଁ ତୁମକୁ ଏପରି ଏକ କାହାଣୀ କହିବି ଯାହା ଶୁଣିଲେ ତୁମେ ବୁଝିପାରିବ। ସେ ତୁଳସୀଙ୍କ ସମ୍ମୁଖରେ ଜଳୁଥିବା ଏକ ଛୋଟ ଦୀପ ଭକ୍ତିର ଜୀବନରେ କେତେ ବଡ଼ ଆଲୋକ ଆଣିପାରେ। ଏହା କହି ଭଗବାନ ଶ୍ରୀକୃଷ୍ଣ ଏକ ପୁରାତନ କାହାଣୀ ଆରମ୍ଭ କଲେ। ପ୍ରାଚୀନ କାଳରେ ଏକ ପବିତ୍ର ନଦୀ କୂଳରେ ଥିଲା ଏକ ସୁନ୍ଦର ନଗରୀ। ସେହି ନଗରୀରେ ହରିଦାସ ନାମକ ଜଣେ ବିଦ୍ୱାନ ବ୍ରାହ୍ମଣ ବାସ କରୁଥିଲେ। ସେ ଅତ୍ୟନ୍ତ ଧାର୍ମିକ, ସତ୍ୟବାଦୀ ଓ ଭଗବାନଙ୍କର ପରମ ଭକ୍ତ ଥିଲେ। ପ୍ରତିଦିନ ସେ ବେଦପୁରାଣ ଓ ଶାସ୍ତ୍ର ପାଠ କରୁଥିଲେ। ନିଜ ଜୀବନକୁ ସରଳ ଓ ସଂଯମୀ ଭାବରେ ବିତାଉଥିଲେ। କିନ୍ତୁ ତାଙ୍କର ଗୃହ ଜୀବନ ସୁଖମୟ ନଥିଲା। ତାଙ୍କ ସ୍ତ୍ରୀଙ୍କର ସ୍ୱଭାବ ତାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ସ୍ୱାମୀଙ୍କୁ ସମ୍ମାନ କରୁନଥିଲେ ଏବଂ ଧାର୍ମିକ ଜୀବନ ପ୍ରତି ମଧ୍ୟ ତାଙ୍କର ଆଗ୍ରହ ନଥିଲା। ହରିଦାସ ବାରମ୍ବାର ତାଙ୍କୁ ବୁଝାଉଥିଲେ, ଜୀବନ କ୍ଷଣିକ ସ୍ଥାୟୀ। ମଣିଷ ଯେପରି କର୍ମ କରେ ସେହିପରି ଫଳ ପାଏ। ତେଣୁ ଅଧର୍ମର ପଥ ଛାଡ଼ି ଭକ୍ତି ଓ ସତ୍କର୍ମର ପଥରେ ଚାଲ। କିନ୍ତୁ ତାଙ୍କ ସ୍ତ୍ରୀ ଏହି କଥା ଶୁଣୁ ନଥିଲେ। ଦିନକୁ ଦିନ ତାଙ୍କ ମନ ଅଧର୍ମ ଓ ଭୁଲ ଜୀବନ ଆଡ଼କୁ ଆକର୍ଷିତ ହେଉଥିଲା। ଶେଷରେ ଦିନେ ସେ ଘର ଛାଡ଼ି ଏକ ଘନ ଜଙ୍ଗଲ ଆଡ଼କୁ ଚାଲିଗଲେ। ଜଙ୍ଗଲ ଭିତରେ ଯାଉଥିବା ବେଳେ ହଠାତ୍ ତାଙ୍କ ସମ୍ମୁଖରେ ଏକ ବିଶାଳ ବାଘ ଆସି ଠିଆ ହେଲା। ଭୟରେ ତାଙ୍କର ଶରୀର ଥରିବାକୁ ଲାଗିଲା। ସେ ଜୀବନ ବଞ୍ଚାଇବା ପାଇଁ ଭଗବାନଙ୍କୁ ଡାକିଲେ। କିନ୍ତୁ ସେହି ମୁହୂର୍ତ୍ତରେ ବାଘଟି ତାଙ୍କୁ ଆକ୍ରମଣ କଲା ଏବଂ ତାଙ୍କର ଜୀବନର ଅନ୍ତ ହୋଇଗଲା। କାହାଣୀ ଅନୁସାରେ ତାଙ୍କର ଜୀବାତ୍ମା ଯମଲୋକକୁ ପହଞ୍ଚିଲା। ସେଠାରେ ତାଙ୍କର ଜୀବନର ସମସ୍ତ କର୍ମର ହିସାବ ହେଲା। ତାଙ୍କର ପାପକର୍ମ ଅନୁସାରେ ତାଙ୍କୁ କଠିନ ଦଣ୍ଡଭୋଗ କରିବାକୁ ପଡ଼ିଲା। ଅନେକ ଯନ୍ତ୍ରଣା ପରେ ସେ ପୁଣି ମାନବ ଜନ୍ମ ପାଇଲେ। କିନ୍ତୁ ପୂର୍ବକର୍ମର ପ୍ରଭାବରୁ ତାଙ୍କ ଜୀବନରେ ଅନେକ ଦୁଃଖ ଓ ରୋଗ ଆସିଥିଲା। ସେ ଶାରୀରିକ ଭାବେ ଅସୁସ୍ଥ ରହିଲେ ଏବଂ ଜୀବନରେ ଶାନ୍ତି ଖୋଜିବାକୁ
ଲାଗିଲେ। ଦିନେ ସେ ଏକ ପବିତ୍ର ତୀର୍ଥସ୍ଥାନକୁ ଗଲେ। ସେଠାରେ ପବିତ୍ର ସ୍ନାନ କରିବା ପରେ ଏକ ଆଶ୍ରମ ନିକଟରେ ବସିଲେ। ଆଶ୍ରମର ପ୍ରବେଶ ପଥ ନିକଟରେ ଏକ ସୁନ୍ଦର ତୁଳସୀ ଚଉରା ଥିଲା। ପ୍ରତିଦିନ ସନ୍ଧ୍ୟା ସମୟରେ ଭକ୍ତମାନେ ସେଠାରେ ତୁଳସୀଙ୍କୁ ପ୍ରଣାମ କରି ଦୀପ ଜଳାଉଥିଲେ। ଏହି ଦୃଶ୍ୟ ଦେଖି ସେ ଦିନେ ଜଣେ ମହାତ୍ମାଙ୍କୁ ପଚାରିଲେ, ହେ ସ୍ୱାମୀଜୀ, ଲୋକମାନେ ପ୍ରତିଦିନ ତୁଳସୀ ମାଙ୍କ ସମ୍ମୁଖରେ ଦୀପ କାହିଁକି ଜଳାନ୍ତି? ଏହାର ମହତ୍ଵ କ'ଣ? ମହାତ୍ମା ଶାନ୍ତ ଭାବରେ କହିଲେ, ମା ତୁଳସୀ ଭକ୍ତି ଓ ପବିତ୍ରତାର ପ୍ରତୀକ। ତୁଳସୀଙ୍କ ସମ୍ମୁଖରେ ଜଳୁଥିବା ଦୀପ ଆମକୁ ଏକ ଗଭୀର ଶିକ୍ଷା ଦିଏ। ଯେପରି ଦୀପର ଆଲୋକ ଅନ୍ଧକାରକୁ ଦୂର କରେ, ସେହିପରି ଭକ୍ତି ମଣିଷର ମନର ଅଜ୍ଞାନ ଓ ନକାରାତ୍ମକତାକୁ ଦୂର କରିବାର ପଥ ଦେଖାଏ। ଯଦି କୌଣସି ମଣିଷ ନିଜ ଭୁଲ ବୁଝି ଅନୁତାପ କରେ ଏବଂ ଭକ୍ତିର ସହିତ ଭଗବାନଙ୍କୁ ସ୍ମରଣ କରେ, ତେବେ ତାଙ୍କ ଜୀବନରେ ନିଶ୍ଚୟ ଏକ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିପାରେ। ସେହି କଥା ଶୁଣି ମହିଳାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା। ସେ କହିଲେ, ସ୍ୱାମୀଜୀ, ମୁଁ ଜୀବନରେ ଅନେକ ଭୁଲ କରିଛି, ମୁଁ କ'ଣ କରିବି? ମହାତ୍ମା କହିଲେ, ଅତୀତକୁ ବଦଳାଇବା ସମ୍ଭବ ନୁହେଁ, କିନ୍ତୁ ଆଜିଠାରୁ ନୂଆ ପଥ ବାଛିବା ସମ୍ଭବ। ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ମାଙ୍କ ସମ୍ମୁଖରେ ଏକ ଦୀପ ଜଳାଅ। ନିଜ ଭଲ ପାଇଁ ଭଗବାନଙ୍କୁ କ୍ଷମା ମାଗ, ଭୁଲ ପାଇଁ କ୍ଷମା ମାଗ ଏବଂ ମନକୁ ଭଲ କର୍ମ ଆଡ଼କୁ ନେଇଯାଅ। ସେହି ଦିନଠାରୁ ମହିଳାଙ୍କ ଜୀବନ ବଦଳିଗଲା। ସେ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ଦୀପ ଜଳାଇଥିଲେ, ହାତ ଯୋଡ଼ି ପ୍ରାର୍ଥନା କଲେ, ନିଜ ଭୁଲ ପାଇଁ ଅନୁତାପ କଲେ। ଧୀରେ ଧୀରେ ତାଙ୍କ ମନରେ ଶାନ୍ତି ଆସିବାକୁ ଲାଗିଲା। ତାଙ୍କର ଜୀବନର ଶେଷ ସମୟ ଆସିଲା। କାହାଣୀ ଅନୁସାରେ ମୃତ୍ୟୁ ପରେ ଯମଦୂତ ତାଙ୍କ ଆତ୍ମାକୁ ନେବା ପାଇଁ ଆସିଲେ, କିନ୍ତୁ ସେହି ସମୟରେ ଭଗବାନ ବିଷ୍ଣୁଙ୍କ ଦିବ୍ୟ ଦୂତମାନେ ସେଠାରେ ପହଞ୍ଚିଥିଲେ। ସେମାନେ କହିଲେ, ଏହି ଆତ୍ମାକୁ ନେଇଯିବା ପାଇଁ ଯିବା ନାହିଁ। ଏହା ନିଜ ଜୀବନର ଶେଷ ସମୟରେ ଭକ୍ତିର ପଥ ଧରିଥିଲା। ତୁଳସୀଙ୍କ ସମ୍ମୁଖରେ ଦୀପ ଜଳାଇ ଭଗବାନଙ୍କୁ ସ୍ମରଣ କରିଥିଲା। ତାର ହୃଦୟରେ ଅନୁତାପ ଓ ପରିବର୍ତ୍ତନର ଭାବ ଜାଗ୍ରତ ହୋଇଥିଲା। ଏହା ଶୁଣି ଯମଦୂତମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ବିଷ୍ଣୁଦୂତମାନେ କହିଲେ, ଭକ୍ତିର ଅର୍ଥ କେବଳ ଦୀପ ଜଳାଇବା ନୁହେଁ, ଭକ୍ତିର ଅର୍ଥ ହେଉଛି ହୃଦୟର ପରିବର୍ତ୍ତନ। ଯେତେବେଳେ ମଣିଷ ନିଜ ଭୁଲ ବୁଝେ, ଅନୁତାପ କରେ, ଭଗବାନଙ୍କୁ ସ୍ମରଣ କରେ ଏବଂ ସତ୍କର୍ମର ପଥରେ ଚାଲିବାକୁ ଚେଷ୍ଟା କରେ, ସେତେବେଳେ ତାଙ୍କ ଜୀବନରେ ଆଧ୍ୟାତ୍ମିକ ଆଲୋକ ଜାଗ୍ରତ ହୁଏ। ଏହା କହି ବିଷ୍ଣୁ ଦୂତମାନେ ସେହି ଆତ୍ମାକୁ ଦିବ୍ୟ ବିମାନରେ ନେଇଗଲେ। ଭଗବାନ ଶ୍ରୀକୃଷ୍ଣ ଏହି କାହାଣୀ କହି ସତ୍ୟଭାମାଙ୍କୁ କହିଲେ, ହେ ଦେବୀ, ତୁଳସୀଙ୍କ ସମ୍ମୁଖରେ ଦୀପ ଜଳାଇବା ଏକ ପବିତ୍ର ଭକ୍ତି ପରମ୍ପରା। କିନ୍ତୁ ମନେ ରଖ, କେବଳ ଦୀପ ଜଳାଇଲେ ହିଁ ସବୁକିଛି ହୋଇଯାଏ ନାହିଁ। ଦୀପ ସହିତ ମନରେ ଭକ୍ତି ରହିବା ଦରକାର। ପ୍ରାର୍ଥନା ସହିତ ଭଲ କର୍ମ ରହିବା ଦରକାର। ତୁଳସୀଙ୍କ ସମ୍ମୁଖରେ ଦୀପ ଜଳାଇ ଯଦି ମଣିଷ ଅନ୍ୟକୁ ଦୁଃଖ ଦିଏ, ତେବେ ସେହି ଭକ୍ତିର ମୂଲ୍ୟ କ'ଣ? ତେଣୁ ଦୀପର ଆଲୋକ ଯେପରି ବ୍ୟବହାର ଅନ୍ଧକାରକୁ ଦୂର କରେ, ସେହିପରି ଭକ୍ତିର ଆଲୋକ ମଣିଷର ମନକୁ ମଧ୍ୟ ପବିତ୍ର କରୁ। ତାପରେ ଶ୍ରୀକୃଷ୍ଣ ତୁଳସୀ ପୂଜା ସମ୍ପର୍କରେ କିଛି ସରଳ କଥା କହିଲେ। ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ପରିଷ୍କାର ସ୍ଥାନରେ ଏକ ଛୋଟ ଦୀପ ଜଳାଇ ପାରିବେ।
ଘିଅ କିମ୍ବା ଉପଯୁକ୍ତ ତେଲରେ ଦୀପ ଜଳାଇ ଭକ୍ତିର ସହିତ ତୁଳସୀ ମାଙ୍କୁ ପ୍ରଣାମ କରିପାରିବେ। ଏହି ସମୟରେ ଭକ୍ତମାନେ ନିଜ ପରମ୍ପରା ଅନୁସାରେ ତୁଳସୀ ମନ୍ତ୍ର କିମ୍ବା ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ କରିପାରନ୍ତି, ଯଥା ଓಂ ନମୋ ଭଗବତେ ବାସୁଦେବାୟ, କିମ୍ବା ଭକ୍ତିର ସହିତ କହିପାରନ୍ତି ଜୟ ଶ୍ରୀ ହରି, ଜୟ ମା ତୁଳସୀ। ମନେ ରଖନ୍ତୁ, ଦୀପର ପ୍ରକୃତ ଅର୍ଥ ହେଉଛି ଆଲୋକ। ଅନ୍ଧକାରରୁ ଆଲୋକ ଆଡ଼କୁ ଯିବା, ଅଜ୍ଞାନରୁ ଜ୍ଞାନ ଆଡ଼କୁ ଯିବା, ଅଶାନ୍ତିରୁ ଶାନ୍ତି ଆଡ଼କୁ ଯିବା, ଅଧର୍ମରୁ ଧର୍ମ ଆଡ଼କୁ ଯିବା। ଏହି ହେଉଛି ତୁଳସୀ ଦୀପଦାନର ଗଭୀର ଆଧ୍ୟାତ୍ମିକ ଶିକ୍ଷା। କୁହାଯାଏ, ତୁଳସୀଙ୍କ ସମ୍ମୁଖରେ ଭକ୍ତିର ସହିତ ଦୀପ ଜଳାଇବା ଦ୍ୱାରା ମନରେ ସକାରାତ୍ମକ ଭାବନା ଜାଗ୍ରତ ହୁଏ, ଘରେ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ, ପରିବାରର ସଦସ୍ୟମାନେ ଏକାଠି ହୋଇ ପ୍ରାର୍ଥନା କଲେ ପରସ୍ପର ମଧ୍ୟରେ ଭଲ ପାଇବା ଓ ଶାନ୍ତି ବଢ଼ିପାରେ। ସବୁଠାରୁ ବଡ଼ କଥା ହେଉଛି, ଏହି ଛୋଟ ଦୀପ ଆମକୁ ପ୍ରତିଦିନ ମନେ ପକାଇ ଦିଏ ଯେ ଆମ ଜୀବନରେ ମଧ୍ୟ ଭକ୍ତି, ସତ୍ୟ ଓ ଭଲ କର୍ମର ଆଲୋକ ରହିବା ଦରକାର। ତେଣୁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି, ତେବେ ପ୍ରତିଦିନ ତୁଳସୀ ମାଙ୍କୁ ସମ୍ମାନର ସହିତ ପ୍ରଣାମ କରନ୍ତୁ। ସମ୍ଭବ ହେଲେ ସନ୍ଧ୍ୟା ସମୟରେ ଏକ ଦୀପ ଜଳାନ୍ତୁ, କିନ୍ତୁ ଦୀପ ଜଳାଇବା ସହିତ ନିଜ ମନରେ ମଧ୍ୟ ଏକ ସଂକଳ୍ପ କରନ୍ତୁ, ମୁଁ କାହାର ଅନିଷ୍ଟ କରିବି ନାହିଁ, ମୁଁ ସତ୍ୟର ପଥରେ ଚାଲିବି, ମୁଁ ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବି, ମୁଁ ଭଗବାନଙ୍କୁ ସ୍ମରଣ କରିବି। ଏହି ସଂକଳ୍ପ ହିଁ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଦୀପ ହୋଇପାରେ। ତେବେ ଆଜିର ଏହି ପବିତ୍ର କାହାଣୀ ଆପଣଙ୍କୁ କିପରି ଲାଗିଲା? ଯଦି ଆପଣ ମା ତୁଳସୀଙ୍କୁ ଭକ୍ତି କରନ୍ତି, ତେବେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ, ଜୟ ମା ତୁଳସୀ। ଏ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ନିଜ ପରିବାର ଓ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ। ଏଭଳି ଆହୁରି ଧାର୍ମିକ, ପୌରାଣିକ ଓ ଆଧ୍ୟାତ୍ମିକ କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇବାକୁ ଭୁଲିବେ ନାହିଁ। ପୁଣି ଏକ ନୂଆ ଧାର୍ମିକ କାହାଣୀ ସହିତ ଆପଣଙ୍କ ସହିତ ଦେଖା ହେବ। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ ଏବଂ ଭଗବାନଙ୍କ ଭକ୍ତିରେ ନିଜ ଜୀବନକୁ ଆଲୋକିତ କରନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ମା ତୁଳସୀ, ହରି ଓମ୍।